ସମନ୍ୱିତ ବ୍ୟାଙ୍କର ପିପିଲି ବ୍ରାଞ୍ଚରେ ଯେଉଁ ଅଭାବନୀୟ ଘଟଣା ଘଟିଛି ଇଏ ଗୋଟେ ତ୍ରସ୍ତ କରିଦେଲା ଭଳିକା ଘଟଣା। ବ୍ୟାଙ୍କର କାର୍ଯ୍ୟରତ ମ୍ୟାନେଜର ବିକାଶ ରଞ୍ଜନ ପରିଡ଼ାଙ୍କୁ ମରଣାନ୍ତକ କେବଳ ଆକ୍ରମଣ କରାଯାଇନି, ତାଙ୍କୁ ଯେଉଁଭଳି ଭାବରେ ବେଆଇନ କାମ କରିବା ପାଇଁ କିଛି ଅପରାଧିକ କାର୍ଯ୍ୟ ସହିତ ସମ୍ପୃକ୍ତ ନେତୃତ୍ୱ ମାନେ ଚାପ ଦଉଥିଲେ, ସେ ଚାପରେ ସେ ପ୍ରଭାବିତ ନ ହୋଇ ସେ ତାଙ୍କର ଦାୟିତ୍ୱ ନିର୍ବାହ କରୁଥିଲା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସରକାରୀ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଉଛି ଏବଂ ଜଣେ କାର୍ଯ୍ୟରତ ବ୍ୟାଙ୍କ ମ୍ୟାନେଜରଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଇଛି ସେ ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ଦିଆଯାଇଛି। ମୁଁ ଆଶା କରୁଛି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ, କାରଣ ଏ ଘଟଣା ସାର୍ବଜନୀନ ହେଲା ପରେ ଏଠି ମୋ ପାଖରେ ଉପସ୍ଥିତ ଅଛନ୍ତି ପିପିଲିର ପୂର୍ବତନ ମାନ୍ୟବର ବିଧାୟକ ରୁଦ୍ରପ୍ରସାଦ ମହାରଥୀ ଏବଂ ଆମର ପିପିଲି ବ୍ଲକର ଅଧ୍ୟକ୍ଷା ଏବଂ ପୁରୀ ନିମାପଡ଼ା ବ୍ୟାଙ୍କ କର୍ମଚାରୀ ସଂଘର ଆମର ସଭାପତି, ଆମର ପୁରୀ ନିମାପଡ଼ା ବ୍ୟାଙ୍କର ଯିଏ ଅଛନ୍ତି ନିର୍ଦ୍ଦେଶକ ପର୍ଶୁରାମ ମହାପାତ୍ର, ଏଠି ଆମେ ସମସ୍ତେ ଉପସ୍ଥିତ ଅଛୁ ଏବଂ ଆଶା କରୁଛୁ ଯଦି ପୋଲିସ ପ୍ରଶାସନ ଏହି ଅପରାଧିକ ତତ୍ତ୍ୱ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିମାନଙ୍କୁ ଯେଉଁମାନେ ବ୍ୟାଙ୍କରେ ଯାଇକି ସେଦିନ ଅପରାଧିକ କାର୍ଯ୍ୟ କରିଛନ୍ତି, କାର୍ଯ୍ୟରତ ଜଣେ ବ୍ୟାଙ୍କ ମ୍ୟାନେଜରକୁ ଆକ୍ରମଣ କରିଛନ୍ତି, ଯଦି ସୋମୋଟ କଗ୍ନିଜେନ୍ସ ନ ନିଅନ୍ତି ଏବଂ କୌଣସି ପୋଲିସ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ପ୍ରଶାସନକୁ ବାଧ୍ୟ କରିବୁ କୋଉଭଳି ଭାବରେ ସଖ୍ତରୁ ସଖ୍ତ ପଦକ୍ଷେପ ନେବେ। ଆମ ଦଳର ବରିଷ୍ଠ ନେତା ସଞ୍ଜୟ ବାବୁ ଯାହା କହୁଥିଲେ, ଇଏ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରଥମ ଘଟଣା ନୁହେଁ। ବିଗତ ଦିନରେ ଏଇ ପ୍ରଦୀପ ସାହୁ ଯେତେବେଳେ ଚିଫ୍ ମିନିଷ୍ଟରଙ୍କର ପ୍ରୋଗ୍ରାମ ଚାଲିଥିଲା ପିପିଲିରେ, ସେତିକିବେଳେ ଡ୍ୟୁଟିରେ ଥିବା ଜଣେ ସାମ୍ବାଦିକ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ, ଯାହା ଭିଡ଼ିଓ ସିଏ ବି ସୋସିଆଲ ମିଡ଼ିଆରେ ନ୍ୟୁଜ୍ ଚ୍ୟାନେଲରେ ଭାଇରାଲ ହେଇଥିଲା। ସିଏ ମଧ୍ୟ ଯାହାଙ୍କୁ ଆକ୍ରମଣ କରିଥିଲେ ସିଏ ମଧ୍ୟ ଯାଇକି ଏଫଆଇଆର ଦେଇଥିଲେ, କେସ୍ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୁଦ୍ଧରେ ପ୍ରଦୀପ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କିଛି ନିଆଯାଇନଥିଲା ଏବଂ ମୋତେ ତ ଲାଗୁଛି ବୋଧହୁଏ ଯଦି ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତାଙ୍କର ଯେଉଁ ବର୍ତ୍ତମାନ ଯେଉଁ ଇଏ ଜଣେ ହାବିଚୁଏଟେଡ୍ କ୍ରିମିନାଲ, ଇଏ ବାରମ୍ବାର ଏଇଭଳି କାର୍ଯ୍ୟକ୍ରମ କରି ଆସୁଛନ୍ତି, ଆକ୍ରମଣ କରୁଛନ୍ତି ଏବଂ ତାଙ୍କର ଡର ଭୟ ନାହିଁ। ଇଏ ଯାହା ସଞ୍ଜୟ ବାବୁ କହୁଥିଲେ, ଯଦି ଆଗାମୀ ଦିନରେ ଏହି ଦିଗରେ ଯଦି କିଛି ସରକାର ଏବଂ ପୋଲିସ ପ୍ରଶାସନ ପଦକ୍ଷେପ ନ ନିଏ ତାହେଲେ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ଏବଂ ନ୍ୟାୟ ପାଇଁ ଏ ଲଢ଼େଇ ଜାରି ରହିବ। ଧନ୍ୟବାଦ।